ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ପ୍ଲସ୍ ଟୁ ସେକେଣ୍ଡ ଇୟର ଅର୍ଥନୀତିର ପ୍ରଥମ ଚାପ୍ଟର ଉପକ୍ରମ ଅର୍ଥଶାସ୍ତ୍ରର ସଂଜ୍ଞା ପରିସର ଓ ବିଷୟବସ୍ତୁ ଆମେ ଆଲୋଚନା କରୁଥିଲା ତାର ସେକେଣ୍ଡ ପାର୍ଟ। ତ ଦେଖ ପ୍ରଶ୍ନ, କେଉଁଟି ଅର୍ଥ ବ୍ୟବସ୍ଥାର ମୌଳିକ ସମସ୍ୟା ବା କେନ୍ଦ୍ରୀୟ ସମସ୍ୟା ନୁହଁ? କେଉଁଟି ଅର୍ଥ ବ୍ୟବସ୍ଥାର ମୌଳିକ ସମସ୍ୟା ବା କେନ୍ଦ୍ରୀୟ ସମସ୍ୟା ନୁହଁ? ଅପସନରେ ଅଛି କ'ଣ ଓ କେତେ ଉତ୍ପାଦନ କରାଯିବ, ଅପସନ୍ 2 କିପରି ଉତ୍ପାଦନ କରିବାକୁ ହେବ, ଅପସନ୍ 3 କାହା ପାଇଁ ଉତ୍ପାଦନ କରାଯିବ, ଅପସନ୍ 4 ଉତ୍ପାଦନର ମାପଦଣ୍ଡ କେଉଁ ଉପରେ ନିର୍ଣ୍ଣୟ କରାଯିବ। ତ ପିଲାମାନେ କେଉଁଟି ଅର୍ଥ ବ୍ୟବସ୍ଥାର ମୌଳିକ ସମସ୍ୟା ବା କେନ୍ଦ୍ରୀୟ ସମସ୍ୟା ନୁହଁ? ଏହାର ଆନ୍ସର ହେବ ଅପସନ୍ 4 ଉତ୍ପାଦନର ମାପଦଣ୍ଡ କେଉଁ ଉପରେ ନିର୍ଣ୍ଣୟ କରାଯିବ, ଏହା ଅର୍ଥ ବ୍ୟବସ୍ଥାର ମୌଳିକ ସମସ୍ୟା ବା କେନ୍ଦ୍ରୀୟ ସମସ୍ୟା ନୁହଁ। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ଦ୍ରବ୍ୟର ଉତ୍ପାଦନ ପାଇଁ କେଉଁ ନିର୍ଦ୍ଦିଷ୍ଟ ପଦ୍ଧତି ବ୍ୟବହାର କରାଯିବ ତାହା ସ୍ଥିର କରିବା କେଉଁ ପ୍ରକାର ସମସ୍ୟା? ଅପସନ୍ ଏ କାହା ପାଇଁ ଉତ୍ପାଦନ କରାଯିବ, ଅପସନ୍ 2 କିପରି ଉତ୍ପାଦନ କରାଯିବ, ଅପସନ୍ 3 କେଉଁ ଜାଗାରେ ଉତ୍ପାଦନ କରାଯିବ, ଅପସନ୍ 4 କେତେ ଉତ୍ପାଦନ କରାଯିବ। ଏହାର ଆନ୍ସର ହେବ ଅପସନ୍ 2 କିପରି ଉତ୍ପାଦନ କରାଯିବ। ପରବର୍ତ୍ତୀ ପ୍ରଶ୍ନ, ଜାତୀୟ ଉତ୍ପାଦନର ବଣ୍ଟନ କାହା ଉପରେ ନିର୍ଭର କରେ? ଜାତୀୟ ବ୍ୟୟ, ବ୍ୟକ୍ତିଗତ ଆୟ, ଜାତୀୟ ଆୟ, ମୁଣ୍ଡ ପିଛା ଆୟ। ଏହାର ଆନ୍ସର ହେବ ଅପସନ୍ 3 ଜାତୀୟ ଆୟ ଉପରେ ଏହା ନିର୍ଭର କରେ। ଜାତୀୟ ଉତ୍ପାଦନର ବଣ୍ଟନ ଜାତୀୟ ଆୟ ଉପରେ ନିର୍ଭର କରେ। ନେକ୍ସଟ ପ୍ରଶ୍ନ, ଅଭାବ କହିଲେ କ'ଣ ବୁଝାଏ? ମାନସିକ ଇଚ୍ଛା ପୂରଣ, ସମ୍ବଳର ଅଭିବୃଦ୍ଧି, ଦ୍ରବ୍ୟର ଉତ୍ପାଦନ, ଦ୍ରବ୍ୟ ବା ସେବା ପ୍ରାପ୍ତିର ଇଚ୍ଛା। ଅଭାବ କହିଲେ କ'ଣ ବୁଝାଏ? ଏହାର ଆନ୍ସର ହେବ ଅପସନ୍ 4 ଦ୍ରବ୍ୟ ବା ସେବା ପ୍ରାପ୍ତିର ଇଚ୍ଛାକୁ ଆମେ ଅଭାବ ବୋଲି କହିଥାଉ। ତାପରେ 74 ନମ୍ବର, କଲେଜ ଛାତ୍ରଙ୍କ ହାତବନ୍ଧା ଘଡ଼ି ଏକ ଡ୍ୟାସ୍। ଅପସନ୍ 1 ଅତି ଆବଶ୍ୟକ ଦ୍ରବ୍ୟ, ଆରାମପ୍ରଦାୟକ ଦ୍ରବ୍ୟ, ବିଳାସ ଦ୍ରବ୍ୟ, ଉପରୋକ୍ତ କେଉଁଟି ବି ନୁହଁ। ଏଇଟା ଜାଣିଛ ତମେ ସମସ୍ତେ, ଏହା ହେବ ଆନ୍ସର, ଏହା ଅତି ଆବଶ୍ୟକ ଦ୍ରବ୍ୟ। 75 ନମ୍ବର, ସ୍ଥାନ କାଳ ଓ ପାତ୍ର ଭେଦରେ ଅଭାବ କିପରି ହୁଏ? ଅପସନରେ ଅଛି ଅଭିନ୍ନ, ଭିନ୍ନ, ନିରବଚ୍ଛିନ୍ନ, ଅସୀମ। ସ୍ଥାନ କାଳ ଓ ପାତ୍ର ଭେଦରେ ଅଭାବ କିପରି ହୁଏ? ଏହାର ଆନ୍ସର ହେବ ଅପସନ୍ 2 ଭିନ୍ନ, ଭିନ୍ନ ହୋଇଥାଏ। 76 ନମ୍ବର, କେଉଁଟି ମାନବୀୟ ଅଭାବର ଶ୍ରେଣୀ ବିଭାଗ ନୁହଁ? ଅପସନରେ ଅଛି ଅତି ଆବଶ୍ୟକ ଅଭାବ, ଆରାମପ୍ରଦ ଅଭାବ, ବିଳାସ ଦ୍ରବ୍ୟ ଜନିତ ଅଭାବ, ଉପଭୋଗ ଅଭାବ। ଏହାର ଆନ୍ସର ହେବ ଅପସନ୍ 4 ଉପଭୋଗ ଅଭାବ। 77 ନମ୍ବର, ଜଣେ ଛାତ୍ର ପାଇଁ ଏକ ମୋଟର ଗାଡ଼ି କେଉଁ ଦ୍ରବ୍ୟ? ଅପସନରେ ଅଛି ଅତି ଆବଶ୍ୟକ ଦ୍ରବ୍ୟ, ବିଳାସ ଦ୍ରବ୍ୟ, ଆରାମପ୍ରଦାୟକ ଦ୍ରବ୍ୟ, ଅଭ୍ୟାସ ଜନିତ ଦ୍ରବ୍ୟ। ଜଣେ ଛାତ୍ର ପାଇଁ ଏକ ମୋଟର ଗାଡ଼ି କେଉଁ ଦ୍ରବ୍ୟ ଅଟେ? ଏହାର ଆନ୍ସର ହେବ ଅପସନ୍ ବି ବିଳାସ ଦ୍ରବ୍ୟ। ଠିକ୍ ଅଛି। 78 ନମ୍ବର, କେଉଁଟି ଉପଯୋଗିତାର ବୈଶିଷ୍ଟ୍ୟ ନୁହଁ? ଅପସନରେ ଅଛି ଉପଯୋଗିତା ଉପକାରିତା ନୁହଁ, ଉପଯୋଗିତା ଓ ଆନନ୍ଦ ଏକାର୍ଥବୋଧକ ନୁହଁ, ଅପସନ୍ 3 ଉପଯୋଗିତା ପରିତୃପ୍ତି ଠାରୁ ଭିନ୍ନ, ଅପସନ୍ 4 ଉପଯୋଗିତା ଅବଧାରଣାଟି ବ୍ୟକ୍ତି ପରିପୂରକ। କେଉଁଟି ଉପଯୋଗିତାର ବୈଶିଷ୍ଟ୍ୟ ନୁହଁ? ଏହାର ଆନ୍ସର ହେବ ଅପସନ୍ 4 ଉପଯୋଗିତା ଅବଧାରଣାଟି ବ୍ୟକ୍ତି ପରିପୂରକ। ଏହା ଉପଯୋଗିତାର ବୈଶିଷ୍ଟ୍ୟ ନୁହଁ। ଠିକ୍ ଅଛି। ମାନବୀୟ ଅଭାବର ଅର୍ଥ କ'ଣ?
ऑप्शन रही गोटे द्रव्य प्राप्त इच्छा, गोटे द्रव्य बा सेवा पाइबार इच्छा, उपयोगितार उपभोग, द्रव्यर मूल्य। मानवीय अभाव अर्थ कौन अटे? आंसर कौन हम? आंसर हम ऑप्शन 2 गोटे द्रव्य बा सेवा पाइबार इच्छा। तापर 80 नंबर केउटी परिपूरक अभाव उदाहरण? पेट्रोल और डीजेल, चा और कॉफी, चा और चीनी, चप्पल और जोता। केउटी परिपूरक अभाव उदाहरण अटे? आंसर हम ऑप्शन 3 चा और चीनी। यह हूँ परिपूरक अभाव उदाहरण। 81 केउटी परंपरागत अति आवश्यक अभाव उदाहरण नुह? ऑप्शन रही विवाह उत्सव, धूमपान, अंत्येष्टिक्रिया, शिक्षा ग्रहण। केउटी परंपरागत अति आवश्यक अभाव उदाहरण नुह? आंसर कौन हम? ऑप्शन 4 शिक्षा ग्रहण। शिक्षा ग्रहण यह परंपरागत अति आवश्यक अभाव उदाहरण नुह। ठीक अच्छे। तापर 82 नंबर निम्नलिखित क्यों उक्तिटी ठीक नुह? ऑप्शन रही उपयोगिता आत्मनिष्ठा अटे, उपादेयता और उपयोगिता एक कथा नुह, उपयोगिता और आनंददायक एका शब्द, उपयोगिता परितृप्ति ठारू पृथक। क्योंटी ठीक नुह बोली कही? आंसर कौन हम? ऑप्शन 3 उपयोगिता और आनंददायक एका शब्द यह ठीक नुह। ठीक अच्छे। तापर देख 83 नंबर क्योंटी मुक्त द्रव्य नुह? ऑप्शन रही खोला पड़िया मिलुवा वायु, बिजुली पंखार पवन, सूर्य आलोक, नदी जल। क्योंटी मुक्त द्रव्य नुह बोली कह जाइछि? तो आंसर कौन हम? आंसर हम ऑप्शन बी बिजुली पंखार पवन यह मुक्त द्रव्य नुह। ठीक अच्छे। नेक्स्ट देख 84 नंबर क्योंटी भौतिक द्रव्य नुह? भौतिक द्रव्य क्योंटी नुह? ऑप्शन रही बही, शिक्षकों दक्षता, खाता, कलम। आंसर कौन हम? आंसर हम सेकेंड शिक्षकों दक्षता यह भौतिक द्रव्य नुह। ठीक अच्छे। 85 नंबर देख अर्थनैतिक द्रव्यर जोगाण चाहिदा तुलन में कौन होता है? अर्थनैतिक द्रव्यर जोगाण चाहिदा तुलन में कौन होता है? सीमित होता है, असीमित होता है, मुक्त होता है, चिरस्थायी होता है। आंसर कौन हम? आंसर हम ऑप्शन ए सीमित होता है। अर्थनैतिक द्रव्यर जोगाण चाहिदा तुलन में सीमित होता है। यहाँ पर देख 86 नंबर मानवर प्रत्येक अभाव पूरण करिपारुथिबा द्रव्य को कौन कहा जाए? ऑप्शन रही उत्पादन द्रव्य, उपभोग द्रव्य, अंतर्वर्ती द्रव्य, अंतिम द्रव्य। मानवर प्रत्येक अभाव पूरण करिपारुथिबा द्रव्य को कौन कहा जाए? आंसर कौन हम? आंसर हम सेकेंड उपभोग द्रव्य बोली कहा जाए। ठीक अच्छे। 87 नंबर मानव व्यवहार करुवा साइकेल क्यों द्रव्य अटे? मानव व्यवहार करुवा साइकेल क्यों द्रव्य अटे? कंचामाल द्रव्य, खाउंटी द्रव्य, अंतर्वर्ती द्रव्य, अभौतिक द्रव्य। आंसर कौन हम? आंसर हम सेकेंड मानव व्यवहार करुवा साइकेल क्यों द्रव्य अटे? आंसर कौन हम? आंसर हम सेकेंड खाउटी द्रव्य। ठीक अच्छे। नेक्स्ट देख 88 नंबर कंचामाल क्यों प्रकार उत्पादक द्रव्य? दीर्घस्थायी, स्वल्पस्थायी, घरोई द्रव्य, सर्वसाधारण द्रव्य। कंचामाल क्यों प्रकार उत्पादक द्रव्य? आंसर कौन हम? आंसर हम सेकेंड स्वल्पस्थायी। यहाँ पर देखो 89 अर्जन करा जायथिबा सत इच्छा गुडविल्स को क्यों द्रव्य कहा जाए? ऑप्शन रही उपभोग द्रव्य, भौतिक द्रव्य, अभौतिक द्रव्य, अंतिम द्रव्य। अर्जन करा जायथिबा सत इच्छा
को क्यों द्रव्य बोली कहा जाए? तो आंसर कौन हम? आंसर हम ऑप्शन 3, यह हूँ अभौतिक द्रव्य। ठीक अच्छे। तापर देख 90 नंबर, जो द्रव्य अन्य द्रव्यर उत्पादन रे व्यवहृत होता है ताहाको क्यों द्रव्य कहा जाए? भौतिक द्रव्य, अंतर्वर्ती द्रव्य, चूड़ांत द्रव्य, उत्पादक द्रव्य। जो द्रव्य अन्य द्रव्यर उत्पादन रे व्यवहृत होता है ताहाको क्यों द्रव्य बोली कहा जाए? यार आंसर हम ऑप्शन 2, यह हूँ अंतर्वर्ती द्रव्य। जो द्रव्य अन्य द्रव्यर उत्पादन रे व्यवहृत होता है ताको आमे अंतर्वर्ती द्रव्य बोली कहू। 91 नंबर देख, क्योंटी संपदर वैशिष्ट्य नुह? उपयोगिता, स्वल्पता, बहिक स्थिति, आभ्यंतरीण स्थिति। क्योंटी संपदर वैशिष्ट्य नुह बोली कहा जाए? तो आंसर कौन हम? आंसर हम आभ्यंतरीण स्थिति, यह हूँ संपदर वैशिष्ट्य नुह। ठीक अच्छे। तापर देख 92, अंतर्वर्ती द्रव्यर मूल्य को मोट उत्पाद मूल्य रू बाद देले कौन मिली थाए? सो सिंपल एटा। तो कौन हम? ऑप्शन रे कौन अच्छे? जातीय व्यय, जातीय आय, विदेशागत आय, विदेशागत व्यय। अंतर्वर्ती द्रव्यर मूल्य को मोट उत्पाद मूल्य रू बाद देले कौन मिली थाए? सेकंड आंसर हम सेकंड जातीय आय। ठीक अच्छे। परवर्ती प्रश्न, जातीय प्रतिरक्षा क्यों प्रकार द्रव्य? ऑप्शन रे अच्छी घरोई द्रव्य, भौतिक द्रव्य, सर्वसाधारण द्रव्य, अंतिम द्रव्य। आंसर कौन हम? 93 सर्वसाधारण द्रव्य। ठीक अच्छे। नेक्स्ट देख 94 नंबर, अर्थशास्त्र रे मूल्य कहले क्या बुझाए? व्यवहारिक मूल्य, आक्षेप मूल्य, विनिमय मूल्य, उपयोगिता मूल्य। अर्थशास्त्र रे मूल्य कहले क्या बुझाए? यार आंसर हम ऑप्शन 3, विनिमय मूल्य को बुझाए। अर्थशास्त्र मूल्य कहले विनिमय मूल्य को बुझाई थाए। 95 नंबर, अर्थनैतिक द्रव्यर क्यों मूल्य न थाए? विनिमय मूल्य न थाए, उपयोगिता मूल्य न थाए, व्यवहारिक मूल्य न थाए, स्वल्प स्थायी मूल्य न थाए। अर्थनैतिक द्रव्यर क्यों मूल्य न थाए? आंसर हम ऑप्शन 4, स्वल्प स्थायी मूल्य न थाए। तापर देख 96 नंबर, द्रव्यर दाम वृद्धि हेले मुद्रार मूल्य कौन होता है? वृद्धि पाए, ह्रास पाए, समान रहे, अपरिवर्तित रहे। आंसर कौन हम? आंसर हम सेकंड, द्रव्यर दाम वृद्धि हेले मुद्रार मूल्य कौन होता है? ह्रास पाई थाए। ठीक अच्छे। नेक्स्ट देख 97 नंबर, द्रव्यर दाम ह्रास हेले मुद्रार मूल्य कौन हुए? द्रव्यर दाम जदि ह्रास है तेबले मुद्रार मूल्य कौन हुए? तार उल्टा आंसर कौन हम? वृद्धि पाए। द्रव्यर दाम ह्रास हेले मुद्रार मूल्य वृद्धि पाइब। ठीक अच्छे। नेक्स्ट, दाम और मुद्रार मूल्य मध्य क्यों संपर्क थाए? समविमुखी, विपरीतमुखी, अनुकूल, प्रतिकूल। आंसर कौन हम? ऑप्शन बी, विपरीतमुखी। दाम और मुद्रार मूल्य विपरीतमुखी होता है। देख परवर्ती प्रश्न, अर्थनैतिक द्रव्य गुड़ी को कौन कहा जाए? सर्वसाधारण द्रव्य, घरोई द्रव्य, संपद, भौतिक द्रव्य। अर्थनैतिक द्रव्य गुड़ी को आम कौन कहवा? आंसर हम ऑप्शन 3, संपद कहवा। अर्थनैतिक द्रव्य गुड़ी को आम संपद बोली कही था। परवर्ती प्रश्न, क्योंटे संपद नुह? कोठाबाड़ी, गाई, 100 टंकिया नोट, जंत्रपाति। एमानक मध्य क्योंटे संपद नुह? तो आंसर कौन हम? आंसर हम ऑप्शन 3, 100 टंकिया नोट। यह आम संपद कहीपर ना, यह संपद नुह। ठीक अच्छे। तापर देख 101, क्योंटे संपद अटे? ऑप्शन रही गायिका कंठस्वर, शिक्षक दक्षता, बैंक चेक, जमी। क्योंटे संपद अटे? तो पिला आंसर कौटा हम? आंसर हम जमी, यह हूँ संपद।
ଠିକ୍ ଅଛି। ତାପରେ ନେକ୍ସଟ ଦେଖ, ତଳ ଲିଖିତ କେଉଁଟି ଭୁଲ? ସମସ୍ତ ପୁଞ୍ଜି ସମ୍ପଦ ଅଟେ, ମୁଦ୍ରା ସମ୍ପଦ ଅଟେ, ସମସ୍ତ ଦ୍ରବ୍ୟର ମୂଲ୍ୟ ଏକସଙ୍ଗୀ ବୃଦ୍ଧି କିମ୍ବା ହ୍ରାସ ପାଏ ନାହିଁ, ଅର୍ଥନୀତି ଏକ ସାମାଜିକ ବିଜ୍ଞାନ। କେଉଁଟି ଭୁଲ ଅଟେ? ତିନୋଟି ଠିକ୍ ଥିବ, ଗୋଟେ ଭୁଲ ଥିବ। ତ କେଉଁ ଗୋଟିଏ ଭୁଲ ଅଟେ? ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ 2, ମୁଦ୍ରା ସମ୍ପଦ ଅଟେ। ଏହା ଭୁଲ, ମୁଦ୍ରା ସମ୍ପଦ ନୁହଁ। ଠିକ୍ ଅଛି ପିଲାମାନେ। ତାପରେ ଦେଖ 103, ସାମୂହିକ ସମ୍ପଦକୁ କେଉଁ ସମ୍ପଦ କୁହାଯାଏ? ଅପସନ୍ରେ ଅଛି ଆନ୍ତର୍ଜାତିକ ସମ୍ପଦ, ଜାତୀୟ ସମ୍ପଦ, ସାମାଜିକ ସମ୍ପଦ, ବ୍ୟକ୍ତିଗତ ସମ୍ପଦ। ସାମୂହିକ ସମ୍ପଦକୁ କେଉଁ ସମ୍ପଦ ବୋଲି କୁହାଯାଏ? ଆନ୍ସର କ'ଣ ହେବ? ଆନ୍ସର ହେବ 3, ସାମାଜିକ ସମ୍ପଦ ବୋଲି କୁହାଯାଏ। ସାମୂହିକ ସମ୍ପଦକୁ ସାମାଜିକ ସମ୍ପଦ ବୋଲି କୁହାଯାଇଥାଏ। 104, କେଉଁଟି ସମ୍ପଦ ନୁହଁ? ଭାରତ ରତ୍ନ ଉପାଧି, ମୋଟର କାର, ଟେଲିଭିଜନ, ବହି। କେଉଁଟି ସମ୍ପଦ ନୁହଁ? ତ ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ 1, ଭାରତ ରତ୍ନ ଉପାଧି ଏହା ସମ୍ପଦ ନୁହଁ। ମୋଟର କାର ସମ୍ପଦ, ବହି ସମ୍ପଦ, ଟେଲିଭିଜନ ସମ୍ପଦ, କିନ୍ତୁ ଭାରତ ରତ୍ନ ଉପାଧି ଏହା ସମ୍ପଦ ନୁହଁ। 105, ସମ୍ପଦ ଏକ ଭଣ୍ଡାର ହୋଇଥିବା ବେଳେ ଆୟ କ'ଣ ଅଟେ? ସମ୍ପଦ ଏକ ଭଣ୍ଡାର ହୋଇଥିଲେ ଆୟ କ'ଣ? ଅପସନ୍ରେ ଅଛି ଆୟ ଏକ ପୁଞ୍ଜି, ଆୟ ଦ୍ରବ୍ୟ ଓ ସେବାର ପ୍ରବାହ, ଆୟ ଦ୍ରବ୍ୟର ବିନିମୟ ମୂଲ୍ୟ ଅଟେ। ଉପରୋକ୍ତ କେଉଁଟି ନୁହଁ? ସମ୍ପଦ ଏକ ଭଣ୍ଡାର ହୋଇଥିବା ବେଳେ ଆୟ କ'ଣ ଅଟେ? ଏହାର ଆନ୍ସର ହେବ ଅପସନ୍ 2, ଦ୍ରବ୍ୟ ଓ ସେବାର ପ୍ରବାହ ହୋଇଥାଏ। ସମ୍ପଦ ଏକ ଭଣ୍ଡାର ହୋଇଥିଲେ ଆୟ ଏହାର ବା ଦ୍ରବ୍ୟର ଓ ସେବାର ପ୍ରବାହ ହୋଇଥାଏ। ଠିକ୍ ଅଛି। ଦେଖ 106 ନମ୍ବର, ରବିନସନଙ୍କ ଦୁଷ୍ପ୍ରାପ୍ୟତା ସଂଜ୍ଞା କେଉଁ ଉତ୍ପାଦନ ଉପରେ ଆଧାରିତ? ଅପସନ୍ରେ ଅଛି ଭୌତିକ କଲ୍ୟାଣ, ଜଡ଼ବସ୍ତୁର ଆଧାର, ସାଧନାର ସ୍ୱଳ୍ପତା ଓ ଚୟନ, ମୁଦ୍ରା। ରବିନସନଙ୍କ ଦୁଷ୍ପ୍ରାପ୍ୟତା ସଂଜ୍ଞା କେଉଁ ଉତ୍ପାଦନ ଉପରେ ଆଧାରିତ? ଏହାର ଆନ୍ସର ହେବ ଅପସନ୍ 3, ସାଧନାର ସ୍ୱଳ୍ପତା ଓ ଚୟନ। ଠିକ୍ ଅଛି। ତାପରେ ଦେଖ 107, ଅର୍ଥଶାସ୍ତ୍ରର କଲ୍ୟାଣ ସଂଜ୍ଞା କେଉଁ ପୁସ୍ତକରେ ଆଲୋଚନା କରାଯାଇଛି? ଅର୍ଥଶାସ୍ତ୍ରର କଲ୍ୟାଣ ସଂଜ୍ଞା କେଉଁ ପୁସ୍ତକରେ ଆଲୋଚନା କରାଯାଇଛି? ଅପସନ୍ରେ ଅଛି ପ୍ରିନ୍ସିପଲ୍ସ ଅଫ୍ ଇକୋନୋମିକ୍ସ, ୱେଲ୍ଥ ଅଫ୍ ନେସନ୍ସ, ଏ ଗାଇଡ୍ ଅଫ୍ କେନି, ନେଚର ଆଣ୍ଡ ସିଗ୍ନିଫିକେସନ୍ସ ଅଫ୍ ଇକୋନୋମିକ୍ସ ସାଇନ୍ସ। ଆନ୍ସର କ'ଣ ହେବ? ଆନ୍ସର ହେବ ଫାଷ୍ଟ ପ୍ରିନ୍ସିପଲ୍ ଅଫ୍ ଇକୋନୋମିକ୍ସ। ଠିକ୍ ଅଛି। ନେକ୍ସଟ ଦେଖ 108, ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞା କେଉଁ ସାଧନ ଉପରେ ଆଧାରିତ? ଅପସନ୍ରେ ଅଛି କଲ୍ୟାଣକାରୀ ଭୌତିକ ଦ୍ରବ୍ୟ, ମାନବୀୟ କଲ୍ୟାଣ, ଭୌତିକ ସମ୍ପଦର ଅଧିଗ୍ରହଣ, ସାଧନଗୁଡ଼ିକର ସ୍ୱଳ୍ପତା। ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞା କେଉଁ ସାଧନ ଉପରେ ଆଧାରିତ? ଏହାର ଆନ୍ସର ହେବ ଅପସନ୍ 3, ଭୌତିକ ସମ୍ପଦର ଅଧିଗ୍ରହଣ। ଠିକ୍ ଅଛି। ତାପରେ ଦେଖ 109 ନମ୍ବର, ତ ଅର୍ଥଶାସ୍ତ୍ରକୁ କିଏ ନୈରାଶ୍ୟ ବିଜ୍ଞାନ ବୋଲି ସମାଲୋଚନା କରିଥିଲେ? ତ ଅପସନ୍ରେ ଅଛି ଆରିଷ୍ଟଟଲ, ସୁମେଟର, ରସ୍କିନ୍, ରବିନ୍ସ। ଅର୍ଥଶାସ୍ତ୍ରକୁ କିଏ ନୈରାଶ୍ୟ ବିଜ୍ଞାନ ବୋଲି ସମାଲୋଚନା କରିଥିଲେ? ଏହାର ଆନ୍ସର ହେବ ଅପସନ୍ 3, ରସ୍କିନ୍। ରସ୍କିନ୍ ଅର୍ଥଶାସ୍ତ୍ରକୁ ନୈରାଶ୍ୟ ବିଜ୍ଞାନ ବୋଲି କହିଥିଲେ। ଠିକ୍ ଅଛି। ତାପରେ ଦେଖ 110, କୋଲକାତା ଭୁବନେଶ୍ୱର ଜାତୀୟ ରାଜପଥ କେଉଁ ପ୍ରକାର ସମ୍ପଦ ଅଟେ? ଅପସନ୍ରେ ଅଛି ସାମାଜିକ ସମ୍ପଦ, ବ୍ୟକ୍ତିଗତ ସମ୍ପଦ, ଜାତୀୟ ସମ୍ପଦ, ଆନ୍ତର୍ଜାତିକ ସମ୍ପଦ। ତ ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ 3, କଲିକତା ଓ ଭୁବନେଶ୍ୱର ଜାତୀୟ ରାଜପଥ ଏହା ଜାତୀୟ ସମ୍ପଦ ଅଟେ। ଠିକ୍ ଅଛି। ତାପରେ ଦେଖ 111, ଦ୍ରବ୍ୟ ଓ ସେବା ସାହାଯ୍ୟରେ ପରିପୂରକ ହେଉଥିବା ଅଭାବ ପ୍ରକ୍ରିୟାକୁ କ'ଣ କୁହାଯାଏ? ଖାଦ୍ୟ, ଉପଯୋଗିତା, ଅଭାବ, ଉପଭୋଗ। ଦ୍ରବ୍ୟ ଓ ସେବା ସାହାଯ୍ୟରେ ପରିପୂରଣ ହେଉଥିବା ଅଭାବ ପ୍ରକ୍ରିୟାକୁ କ'ଣ କହିବା? ଆନ୍ସର କ'ଣ ହେବ? ଆନ୍ସର 4, ଏହା ହେବ ଉପଭୋଗ।
ଦ୍ରବ୍ୟ ଓ ସେବା ସାହାଯ୍ୟରେ ପରିପୂରଣ ହେଉଥିବା ଅଭାବ ପ୍ରକ୍ରିୟାକୁ ଆମେ ଉପଭୋଗ ବୋଲି କହିଥାଉ। ଠିକ୍ ଅଛି। ତାପରେ ଦେଖ 112 କେଉଁଟି ବ୍ୟଷ୍ଟି ଅର୍ଥନୀତି ସହ ସଂଶ୍ଳିଷ୍ଟ? ଅପସନ୍ରେ ଅଛି ଆୟ ଉତ୍ପାଦ ଓ ନିଯୁକ୍ତି ତତ୍ତ୍ୱ। ଅପସନ୍ 2ରେ ଅଛି ଅର୍ଥନୈତିକ ଅଭିବୃଦ୍ଧି ତତ୍ତ୍ୱ। ଅପସନ୍ 3ରେ ଅଛି ଉପଭୋକ୍ତାର ପ୍ରକୃତି ତତ୍ତ୍ୱ। ଅପସନ୍ 4ରେ ଅଛି ସାଧାରଣ ହାରାହାରି ଦର ତତ୍ତ୍ୱ। ତ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହ ସଂଶ୍ଳିଷ୍ଟ? ତ ଆନ୍ସର୍ କ'ଣ ହେବ? ଆନ୍ସର୍ ହେବ 3 ଉପଭୋକ୍ତାର ପ୍ରକୃତି ତତ୍ତ୍ୱ। ଠିକ୍ ଅଛି। ତାପରେ ଦେଖ 113 ନମ୍ବର ଅର୍ଥନୀତି କେଉଁ ପ୍ରକାରର ବିଜ୍ଞାନ ଅଟେ? ସାମାଜିକ ବିଜ୍ଞାନ, ପ୍ରାକୃତିକ ବିଜ୍ଞାନ, ଭୌତିକ ବିଜ୍ଞାନ, ଉପରୋକ୍ତ କେଉଁଟି ବି ନୁହଁ। ଆନ୍ସର୍ କ'ଣ ହେବ? ଆନ୍ସର୍ ହେବ 1 ଅର୍ଥନୀତି ହେଉଛି ଏକ ସାମାଜିକ ବିଜ୍ଞାନ। ଠିକ୍ ଅଛି। ଶେଷ ପ୍ରଶ୍ନ ଉପରଲିଖିତ କେଉଁ କେଉଁ ଉକ୍ତିଟି ଠିକ୍ ନୁହଁ? ଅପସନ୍ରେ ଅଛି ଉପଯୋଗିତା ଆତ୍ମନିଷ୍ଠ ଅଟେ, ଉପାଦେୟତା ଓ ଉପଯୋଗିତା ଏକା କଥା ନୁହଁ, ଉପଯୋଗିତା ଓ ଆନନ୍ଦ ଏକ ଶବ୍ଦ, ଦୁରୁପଯୋଗିତା ପରିତୃପ୍ତି ଠାରୁ ଭିନ୍ନ। ତ ଆନ୍ସର୍ କ'ଣ ହେବ? ଆନ୍ସର୍ ହେବ 3 ଉପଯୋଗିତା ଓ ଆନନ୍ଦ ଏକ ଶବ୍ଦ ନୁହଁ। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।